ଜାନୁଆରୀ ରେ ଆରମ୍ଭ ହେବ ପକ୍ଷୀ ଗଣନା। ତେବେ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀ ଚିଲିକାର ଚାରିପଟେ ଥିବା ଜଳାଶୟ ମାନଙ୍କରେ ଦେଖାଯାଇଥାନ୍ତି। ଆଉ ଚଳିତ ଥର ନଭେମ୍ବର ସୁଦ୍ଧା ଏହି ଜଳାଶୟକୁ ଆସିଛନ୍ତି 4,94,366 ସଂଖ୍ୟକ ବିଦେଶାଗତ ପକ୍ଷୀ। ସେପଟେ କେବଳ ନଳବଣକୁ 2,17,170 ଗୋଟି ବିଦେଶାଗତ ପକ୍ଷୀ ଆସିଥିବା ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ତେବେ ବିଦେଶାଗତ ପକ୍ଷୀମାନଙ୍କ ପାଇଁ ଅକ୍ଟୋବର ମାସରୁ ମାର୍ଚ୍ଚ ମାସର ଶେଷ ପର୍ଯ୍ୟନ୍ତ 21ଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର ଏବଂ 2ଟି ଭ୍ରାମ୍ୟମାଣ ଦଳ ଗଠନ କରାଯାଇ ପ୍ରତି ଶିବିରରେ 3 ଜଣ ସ୍ଥାନୀୟ ଯୁବକ ଓ ଜଣେ ବନରକ୍ଷୀଙ୍କ ଦ୍ୱାରା ଦିବାରାତ୍ର ପ୍ରହରା ଦେଇ ପକ୍ଷୀମାନଙ୍କୁ ସୁରକ୍ଷା ଦିଆଯାଉଛି। ତେବେ ଚିଲିକା ହ୍ରଦକୁ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀମାନେ ଆସୁଥିବା ବେଳେ ଚିଲିକାର ଚତୁଃପାର୍ଶ୍ୱରେ ଥିବା ଜଳାଶୟ ଯଥା ମଙ୍ଗଳାଯୋଡ଼ି, ଭୂଷଣ୍ଡପୁର, ବାଲିପାଟପୁର, ନଈରୀ, ବଉଳାବନ୍ଧ, ବଡ଼ଗୋଠ, ଗୁରୁବାଇ, ସିପିଆ, ନଳବଣ ଏବଂ ସୁନନ୍ଦା ଓ କାଲୁରୀ ଅଞ୍ଚଳରେ ଥିବା ଜଳାଶୟ ମାନଙ୍କରେ ନାନା ପ୍ରକାରର ପକ୍ଷୀ ଦେଖାଯାଇଥାନ୍ତି।